ଶୋଇବା ମାତ୍ରେ ମାରୁଛନ୍ତି କି ଘୁଙ୍ଗୁଡ଼ି? ତେବେ ଜାଣି ନିଅନ୍ତୁ, ନଚେତ୍ ଭୋଗିବେ ଅସୁବିଧା। ସତର୍କ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO। ନିଦରେ ଘୁଙ୍ଗୁଡ଼ି ମାରିବା ଏକ ସାଧାରଣ ସମସ୍ୟା ହୋଇଥିବା ବେଳେ ବିଶ୍ୱର ପ୍ରାୟ କୋଟି କୋଟି ଲୋକେ ଏଥିରେ ପ୍ରଭାବିତ ହୋଇଥାନ୍ତି। WHO ତଥା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ସାମ୍ପ୍ରତିକ ରିପୋର୍ଟ ଅନୁଯାୟୀ ବିଶ୍ୱର ସମଗ୍ର ପୁରୁଷମାନଙ୍କ ମଧ୍ୟରେ ପ୍ରାୟ 90% ଏବଂ ମହିଳାମାନଙ୍କ ମଧ୍ୟରେ 70% ଲୋକ କିଛି ନା କିଛି ମାତ୍ରାରେ ଘୁଙ୍ଗୁଡ଼ି ମାରନ୍ତି। ତେବେ ରିପୋର୍ଟରୁ ଜଣାପଡ଼ିଛି ଯେ ଘୁଙ୍ଗୁଡ଼ି ମାରିବାର ମୁଖ୍ୟ କାରଣ ହେଉଛି ଶୋଇବା ସମୟରେ ନାକ ଏବଂ ଗଳାରେ ମାଂସପେଶୀ ଗୁଡ଼ିକ ଢିଲା ହୋଇଯିବା, ଯାହା ଫଳରେ ଶ୍ୱାସନଳୀର ରାସ୍ତା ସଂକୀର୍ଣ୍ଣ ହୋଇଯାଏ ଏବଂ ବାୟୁ ପ୍ରବାହ ସମୟରେ କମ୍ପନ ସୃଷ୍ଟି ହୋଇ ଏକ କର୍କଶ ଧ୍ୱନି ଉତ୍ପନ୍ନ ହୋଇଥାଏ। ଆଉ ଏହି ଧ୍ୱନିକୁ ଆମେ ସାଧାରଣରେ ଘୁଙ୍ଗୁଡ଼ି ବୋଲି କହିଥାଉ। ଏହାଛଡ଼ା ଅତ୍ୟଧିକ ମୋଟାପଣ, ଧୂମ୍ରପାନ, ମଦ୍ୟପାନ, ପିଠିପଟେ ଶୋଇବାର ଅଭ୍ୟାସ, ବୟସ ବଢ଼ିବା ସହିତ ମାଂସପେଶୀର ଦୁର୍ବଳତା ଓ ନାକର ଗଠନଗତ ସମସ୍ୟା ମଧ୍ୟ ଘୁଙ୍ଗୁଡ଼ି ମାରିବାରେ ଅନ୍ୟତମ କାରଣ ହୋଇଥାଏ। ସାଧାରଣତଃ ଘୁଙ୍ଗୁଡ଼ି ମାରିବା ଏକ ସାଧାରଣ ପ୍ରକ୍ରିୟା। ତେବେ ଯେଉଁ ଲୋକମାନେ ଅତି ଜୋରରେ ଘୁଙ୍ଗୁଡ଼ି ମାରନ୍ତି ସେମାନଙ୍କ କ୍ଷେତ୍ରରେ ହୃଦରୋଗ, ଉଚ୍ଚ ରକ୍ତଚାପ ଏବଂ ଡାଇବେଟିସ୍ ଭଳି ଜଟିଳତା ସୃଷ୍ଟି ହୋଇପାରେ। ଏଣୁ ଘୁଙ୍ଗୁଡ଼ି କମାଇବା ପାଇଁ ଓଜନ ନିୟନ୍ତ୍ରଣ କରିବା ସହ ଧୂମ୍ରପାନ, ମଦ୍ୟପାନ ଛାଡ଼ିବା ଓ ନିୟମିତ ବ୍ୟାୟାମ କରିବାର ଆବଶ୍ୟକତା ରହିଛି। ତେବେ କେତେକ ସ୍ଥାନରେ ଘୁଙ୍ଗୁଡ଼ିର ଶବ୍ଦ 100 ଡେସିବେଲରୁ ଅଧିକ ହୋଇଯାଇଥାଏ। ଏଭଳି କ୍ଷେତ୍ରରେ ଅନ୍ୟମାନଙ୍କ ଜୀବନରେ ଏହି ଘୁଙ୍ଗୁଡ଼ି ବହୁ ଅସୁବିଧା ଉପୁଜାଇଥାଏ। ଏହି କ୍ଷେତ୍ରରେ ଅନେକ ଜଣଙ୍କୁ ସର୍ଜରୀର ଆବଶ୍ୟକତା ପଡ଼ିପାରେ। ଯଦି ଆପଣ କିମ୍ବା ଆପଣଙ୍କ ପରିବାରର କେହି ଘୁଙ୍ଗୁଡ଼ି ସମସ୍ୟାରେ ପୀଡ଼ିତ ରହିଛନ୍ତି, ତେବେ ତୁରନ୍ତ ଜଣେ ENT ବିଶେଷଜ୍ଞ କିମ୍ବା ସ୍ଲିପ୍ ସ୍ପେଶାଲିଷ୍ଟଙ୍କ ପରାମର୍ଶ ନିଅନ୍ତୁ। ତେବେ ଆୟୁର୍ବେଦ ଅନୁଯାୟୀ ଘୁଙ୍ଗୁଡ଼ି ମୁଖ୍ୟତଃ ଶରୀରରେ କଫଦୋଷର ଅସନ୍ତୁଳନ, ନାକରେ ଅବରୋଧ ଏବଂ ଶ୍ୱାସନଳୀର ଦୁର୍ବଳତା ଯୋଗୁଁ ଆରମ୍ଭ ହୋଇଥାଏ। ଆୟୁର୍ବେଦରେ ଏହାକୁ ଏକ ନିଦ୍ରା ରୋଗ ଭାବେ ବର୍ଣ୍ଣନା କରାଯାଇଛି। ଆୟୁର୍ବେଦରେ ଏହି ସମସ୍ୟାର ମୂଳ କାରଣରୁ ଦୂର କରି ପ୍ରାକୃତିକ ଉପଚାର ଦ୍ୱାରା ଏହାକୁ ନିୟନ୍ତ୍ରଣ କରାଯାଇପାରେ। ଯଦି କାହାକୁ ଘୁଙ୍ଗୁଡ଼ି ମାରିବାର ଦୋଷ ରହିଛି, ତେବେ ସେମାନେ ନିଜ ନାକରେ ଆନୁତେଲ, ନିର୍ଗୁଣ୍ଡି ତେଲ କିମ୍ବା 1-2 ବୁନ୍ଦା ଗାଈ ଘିଅ ଗରମ କରି ପକାଇବା ଦ୍ୱାରା ନାକର ରାସ୍ତା ସଫା ହୋଇଯାଇଥାଏ ଏବଂ ଘୁଙ୍ଗୁଡ଼ିର ବେଗ କମିଥାଏ। ଶୋଇବା ପୂର୍ବରୁ ଏହା କରିବା ଖୁବ୍ ଉପକାରୀ। ଏହାଛଡ଼ା ଆପଣ ଅଣେଇ ହୋଇ ଶୋଇଲେ ଘୁଙ୍ଗୁଡ଼ି ମାରିବାର ସମସ୍ୟା ଅନେକ ଅଂଶରେ କମିଯାଇଥାଏ। ବ୍ୟୁରୋ ରିପୋର୍ଟ, BNS ଲାଇଭ୍।